वञ्चाकल्पतरुभ्यश्च कृपा सिन्धुभ्यश्च पतितान् पावनेभ्यः वैष्णवेभ्यो नमो नमः। तमादिदेवं करुणानिधानं तमालवरनं सहितावतारम् अपार संसार समुद्र सेतु भजामहे भागवत स्वरूपम् भजामहे भागवत स्वरूपम्। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ग्रंथराज श्रीमद् भागवतम की, जगत गुरु श्रील प्रभुपाद की गौर प्रेमानंद। सर्वप्रथम में इस्कन प्रतिष्ठाता ऐसे भक्ति वेदांत स्वामी श्रील प्रभुपाद चरण कमल रे अनंत कोटि बार दंडवत प्रणाम जनाए कृपा भिक्षा करे। प्रभु श्री नीलाद्रीनाथ जगन्नाथ बलदेव सुभद्रा महारानी गौर निताय श्री राधा गोविंद राधा गिरधारी का चरण कमल रे अनंत कोटि कोटि बार दंडवत प्रणाम जनाए कृपा भिक्षा करे। समस्त गुरु आचार्य मान का चरण कमल रे दंडवत प्रणाम जनाए कृपा भिक्षा करी। श्रोता वैष्णव मान को प्रणति निवेदन करे। श्रीमद् भगवद गीतार सप्तम अध्याय ज्ञान विज्ञान जगर आज होचंदे शेष अंतिम श्लोक 30 नंबर श्लोक में पाठ करबा जाउछे। साधिभूत अधिदैवं स्वामं अधिजज्ञं च जय विदु प्रयाणं कालयपि च मामथ विदुजुक्त चेतसं साधिभूत आत्मदैवं सामास अधिजज्ञं च जय विदुः प्रयाण काले अपि च मम चेविदुजुक्ते चेतसा। श्लोकर अनुवाद। जो मैंने मते परमेश्वर रूप रे जानती भौतिक प्रकाशर नियंत्रणकारी विधि रूप जानती जो मैंने मते समस्त देवतांकर नियंत्रणकारी रूपे जानती एवं समस्त यज्ञ रक्षाकर्ता रूप जानती से माने ही दृढ़ मनरे मते जानी पारंती एवं एहीपरि मृत्यु समय मध्य मते से जानी पारंती। आम शुणुले गतकाली भगवान कहते जे जदि से कौन ना इच्छा काम आओ क्रोध आ कौन द्वंद्व मोहरु मुक्त हो जाए कौन हम ना जरा से कौन कर से भगवान को जिते प्रार्थना कर तार प्रार्थनार उद्देश्य नथिबो प्रभु मते भौतिक ऐश्वर्य किछि दियो बोली तार प्रार्थनार कौन थिबो मुख्य उद्देश्य ना जरा मरण मुख्य आयु मामा सीता जतंती जे केवल प्रभु मते जन्म मृत्यु चक्र केमती उद्धार करन। शुणुले कि गजेन्द्र विपद पड़ी गले किंतु भगवान को प्रार्थना कले कौन स्तुति कौन कले ना मुझे अज्ञानता कौन उद्धार भी अज्ञानता जहाँ जो जहाँ मोर प्रकृत परिचय को नष्ट कर देछि। प्रकृत परिचय आत्मा होची कृष्णकर नित्य दास। यही प्रकृत परिचय को नष्ट कला परे
ଆମେ କ'ଣ କରୁଛେ ନା ବାହ୍ୟ ପରିଚୟ ଯୋଉଟା ଅନିତ୍ୟ ପରିଚୟରେ ନିଜକୁ ମାନେ ନିଜକୁ ପରିଚୟ ଦେଇକି ଆମର ଜୀବନଟାକୁ ନଷ୍ଟ ହେଇଯାଉଛି। ଏଇଟା କିଏ କରୁଛି ନା ଅଜ୍ଞାନତା। ଅଜ୍ଞାନତା କ'ଣ କ'ଣ ଅଜ୍ଞାନତା ଇଚ୍ଛା ଆଉ କ୍ରୋଧ ଦ୍ୱନ୍ଦ୍ୱ ଆଉ ମୋହ। ଏଇଟା କେଉଁଠୁ କାହିଁକି ଆସୁଛି? ଇଚ୍ଛା କାହିଁକି ହଉଛି ଶୁଣୁଥିଲେ କାଲି ନା ପାପରୁ ବା ଆମର ପାପ କର୍ମ ପାଇଁ ଆମର ବିଭିନ୍ନ ପ୍ରକାର ଇଚ୍ଛା ହଉଛି। ମୁଁ ଏଇଟା ଏମିତି ଖାଇବି, ସେମିତି ଶୋଇବି, ଏଠି ଘର କରିବି, ଏଠି ଗାଡ଼ି କରିବି, ଇଏ କରିବି, ଏଇ ଯୋଉ ଜିନିଷ ସବୁ ଆସୁଛି, ୟା ସେ ଦ୍ୱାରା କ'ଣ ହଉଛି ନା ଆମକୁ ବନ୍ଧନରେ କ'ଣ କରୁଛି? ବାର ବାର ପକେଇ ଦଉଛି। ଆସକ୍ତିଟା କଟୁନି। ଆଚ୍ଛା, ଏଇଟା ତ କଟିଯିବେ କ'ଣ ହବ ନା ତାର ପ୍ରାର୍ଥନା କ'ଣ ହବ ନା ଜରା ମରଣ ମୁଖ୍ୟାୟ ମାମାଶ୍ରିତ ଯତନ୍ତି ଯେ। ଯେତେବେଳେ ସେ ଏଇ ଦ୍ୱନ୍ଦ୍ୱରୁ ମୋହରୁ ମୁକ୍ତ ହେଇଯିବ, ତାର ଏକମାତ୍ର ପ୍ରାର୍ଥନା ହେବ ପ୍ରଭୁ କ'ଣ ମତେ ସଂସାର ସାଗର କ'ଣ ମତେ କିନ୍ତୁ ଉଦ୍ଧାର କରନ୍ତୁ। ତ ଅର୍ଜୁନ କହୁଛନ୍ତି ଆପଣ କହିଲେ ଯେ ଯେଉଁ ଲୋକ ଜରା ମୃତ୍ୟୁରୁ ପାର ହେବା ପାଇଁ ଲାଗି ଆପଣଙ୍କୁ ଭଜନ କରନ୍ତି ସେ କ'ଣ ନା ତତ୍ ବ୍ରହ୍ମ ପୂର୍ଣ୍ଣ ଆଧ୍ୟାତ୍ମିକ ତଥା ସମସ୍ତ କର୍ମର ବିଷୟକୁ ସେ ଜାଣନ୍ତି। ଗତ ଶ୍ଲୋକରେ କହିଲେ ତତ୍ ବ୍ରହ୍ମ ଅହମ୍ ବ୍ରହ୍ମ କେଇ ପ୍ରକାର କ'ଣ କ'ଣ ଅହମ୍ ବ୍ରହ୍ମ ତତ୍ ବ୍ରହ୍ମ ମାନେ ମୁଁ ଆତ୍ମା ତତ୍ ବ୍ରହ୍ମ ମାନେ ଇ ଆତ୍ମା ଯେଉଁଠୁ ଆସିଛି ମହାନ ଏକ ମହାନ ପୁରୁଷ। ସେ ମହାନ ପୁରୁଷଙ୍କୁ ଜାଣିପାରିବ। ଆଚ୍ଛା, ଅର୍ଜୁନକୁ ଯଦି ଏହି ତିନି ତତ୍ତ୍ୱ କ'ଣ ଜାଣିଗଲା, ତତ୍ତ୍ୱ ବିଷୟରେ ଜାଣିଲା, ତେବେ କ'ଣ ସେ ଶ୍ରୀକୃଷ୍ଣଙ୍କୁ ଜାଣିପାରିବ? ଯେ ଆପଣଙ୍କୁ ସେ ଚିହ୍ନି ପାରିବ? ଯଦି ଏଇଟା ଜାଣିଗଲା ଅହମ୍ ମୁଁ ପରମାତ୍ମା, ପରମାତ୍ମା ହେଲେ ମାନେ କ'ଣ ଅହଂ ତତ୍ତ୍ୱ ତତ୍ ବ୍ରହ୍ମ, ଯେ ଆପଣଙ୍କୁ ଯଦି ସେ ଜାଣିଗଲା ତାହେଲେ ସିଏ କ'ଣ ମାନେ ସ୍ମରଣ କରିପାରିବ ଆପଣଙ୍କୁ? ଭଗବାନ କହୁଛନ୍ତି କ'ଣ ନା ସେ କେମିତି ଜାଣିବ? କେମିତି ଜାଣିଲେ ସେ ମତେ ମନେ ପକେଇ ପାରିବ? ଅର୍ଜୁନ ଜାଣିପାରିବ ଯେ, କିନ୍ତୁ ଗୋଟେ ଷ୍ଟେପ୍ କହୁଛନ୍ତି ଯେ ଯଦି ଏଇପରି ଭାବରେ ମତେ ଜାଣିବ, ସେ ନିଶ୍ଚିନ୍ତ ରୂପରେ ଅନ୍ତିମ ସମୟରେ ମତେ ମନେ ପକେଇ ପାରିବ। କ'ଣ ଜାଣିବ? ଅଧିଭୂତ। ସେ କିପରି ଭଗବାନଙ୍କୁ କ'ଣ ଅନୁଭବ କରିବ ନା ଅଧିଭୂତ ମାନେ କ'ଣ ନା ଭୌତିକ ପ୍ରକାଶର ନିୟନ୍ତ୍ରଣକାରୀ ଯୋଉ ବିଧି ଅଦି ଦୈବ୍ୟମ୍, ଯୋଉ ବିଧିଟା କ'ଣ ନା ଭୌତିକ ଯେଉଁ ଲୋକ ମତେ ଅଧିଭୂତ ଅଧିଦୈବ୍ୟ ତଥା ଅଧିଯଜ୍ଞ এই ତିନିଟା ବିଷୟ ଜାଣିବ। ଆଚ୍ଛା, ଅଧିଭୂତ ଅଧିଦୈବ୍ୟ ତଥା ଅଧିଯଜ୍ଞ ସହିତ ଜାଣିପାରିଲେ ସେ ପୂର୍ଣ୍ଣତା ପ୍ରାପ୍ତ ହବ। ଶ୍ରୀକୃଷ୍ଣ ଅଧିଭୂତ କ'ଣ ଭୁକ୍ତ କ'ଣ ନା ଏଇ ଜଡ଼ ଜଗତରେ ଯେତେ ମାନେ ସୃଷ୍ଟି ହେଇଛନ୍ତି ସେ ଆଦିଭୂତ ମାନେ ଆଦି ମୂଳ ଜିନିଷ। ସେ ଜାଣିବ। ଦେଖ, ଆଚ୍ଛା, ପ୍ରହ୍ଲାଦ କାହିଁକି ଦେଖିଲେ ଖୁମ୍ବରେ କ'ଣ ଭଗବାନ ଅଛନ୍ତି? ଆଚ୍ଛା, ଭଗବାନ ସର୍ବତ୍ର ବିଦ୍ୟମାନ ବୋଲିକି ପ୍ରହ୍ଲାଦ ଜାଣିଲେ, ହିରଣ୍ୟକଶ୍ୟପ ଜାଣିପାରିଲେ? ସେ କ'ଣ କହିଲେ ନା ଆପଣ ଜଡ଼ ଆଉ ଚେତନା, ଆପଣ ସବୁଥିରେ ଅଛନ୍ତି। ଯଦି ତ ଖୁମ୍ବ ଜଡ଼, ଫେର ବି ଆପଣ ତା ଭିତରେ ଅଛନ୍ତି। ଆଚ୍ଛା, ଆମେ ଭଗବାନଙ୍କୁ ଦେଖୁଛେ ବିଗ୍ରହକୁ, ଆମେ ମାନୁନା, ବିଶ୍ୱାସ ହଉଛି କ'ଣ ସତରେ କିଏ ଖାଇଥିବେ? ଦେଖୁନ କ'ଣ ସେ ଖାଆନ୍ତି, ତାକୁ ଖାଲି ଦିଆ ହଉଛି ନା, ଖାଲି ଇଏ ଖାଲି ଖାଇବେ ବୋଲି ଏତେ ଆଇଟମ କରୁଛନ୍ତି। ସେ କାଠ ପଥର ସିଏ କ'ଣ ଖାଇବ ନା ନାଇଁ? କହିଲେ ଆମର ଏପର୍ଯ୍ୟନ୍ତ ଚେତନା ଆସିଲାଣି କି ଯେ ଜଗନ୍ନାଥ ଖାଉଛନ୍ତି, ଆମେ ତ ଭୋଗ ଯଦି ଖାଆନ୍ତେ ସେମିତି ଆମେ ସବୁବେଳେ ଟାଇମ ଏତେ ସମୟ ମାନେ ପ୍ରଭୁ ଏତେ ସମୟ ଖାଇବେ, ଏତେ ସମୟ ଶୋଇବେ। କ'ଣ ପୂଜା ତାର ଇଚ୍ଛା ହେଲେ 5 ମିନିଟ୍ ଆସି ଘଣ୍ଟେ ବାଡ଼େଇ ଦେଇ ଉଠେଇ ଦଉଛି। ଆଜି ଟାଇମ ଲେଟ୍ ହେଲା ଚଳିବ, କାହିଁକି କାହିଁକି ଏମିତି କରାଯାଏ? ପ୍ରଭୁପାଦ କାହିଁକି କେତେ ରୁଲ ରେଗୁଲେସନ ରଖିଲେ? ପ୍ରଭୁପାଦ ନିୟମ କଲେ କାହିଁକି ରଖିଲେ? ଏତିକି 10 ମିନିଟ୍ ତୁମେ ଭୋଗ ଲଗେଇକି ଠିଆ ହବ, 15 ମିନିଟ୍ ରଖି ଅପେକ୍ଷା କରିବ। ମାନେ ଏ ସିଷ୍ଟମ କାହିଁକି ରଖା ହେଲା?
ନା ଆମର ଚେତନା ଆସୁଛି ପ୍ରଭୁ ଏଠି ଖାଇବେ, ଏତିକି ସମୟ ହାତ ଧୋଇବେ, ଏଠି ରେଷ୍ଟ ନେବେ। ଏଇ ଯୋଉ ଚେତନା ଆମ ଭିତରେ କଣ ସୃଷ୍ଟି ହବା ପାଇଁ କରାହେଲା। ଆମର କଣ ଆସୁଛି କି ସେଇଟା? ଆଜି ଆମର ଅନ୍ନଟା ବଳି ପଡ଼ିଲା, ଆମେ ଗୃହସ୍ଥ ଲୋକ ନା, ଗୃହସ୍ଥ ଲୋକ ଅନ୍ନ ଟିକେ ବଳି ପଡ଼ିଲା, ରାତି କିଏ ରୋଷେଇ କରିବ? ଥାଉ ଚଳିବ, ସେଟାକୁ ଗରମ କରି ଖାଇଦେବା, ଠାକୁରଙ୍କ ଉପାସ ରୁହନ୍ତୁ। ଆମର କଣ ଆସୁଛି ଚେତନା କି? ଆଜି ଯଦି ପୁଅ ସ୍କୁଲ ଯିବା ବନ୍ଦ, ତାହେଲେ ଖେଚୁଡ଼ି ଫେଚୁଡ଼ି କରିକି ଭୋଗ ଲଗା ଦରକାର, ଚଳିବ। ଖାଲି କଣ ସେ ଫାଷ୍ଟଫୁଡ କଣ ଇଏ ଡ୍ରାଏ ଫ୍ରୁଟ୍ ଟିକେ ଅଛି ଲଗେଇଲେ ଚଳିବ। ଆମର ଚେତନା କଣ? ଆମେ ଭାବୁଛେ କି ସେ ଖାଉଛନ୍ତି, ସେ ଶୋଉଛନ୍ତି, ଚେତନା ଆସୁଛି କି? ଆମେ ତିଲକ ମାଳି ଲଗେଇଲେ ଆମର ଏଇ ଚେତନା ଆସିଲାଣି କି? କହିଲେ ଭଗବାନ କହୁଛନ୍ତି ଯେତେବେଳେ ଜୀବ ସୁହୃଦ ସର୍ବଭୂତାନାଂ, କଣ କହିଲେ? ଭୋକ୍ତାର ଯଜ୍ଞ ତପସ୍ୟା ସର୍ବଲୋକ ମହେଶ୍ୱରମ ସୁହୃଦ ସର୍ବଭୂତାନାଂ। ମୁଁ ସମସ୍ତ ପ୍ରାଣୀ ମାନଙ୍କର କଲ୍ୟାଣକାରୀ, ସୁହୃଦ ବନ୍ଧୁ। ଜୀବ ଯେତେବେଳେ ଜାଣିବ ମୁଁ ସମସ୍ତ ଜୀବଙ୍କର କଣ କଲ୍ୟାଣକାରୀ, ସେତେବେଳେ ସେ କଣ କରିବ? କଣ କରିବ? ମୋର କେବେ ଦୋଷ ଧରିବ ନା, ସବୁ ସମୟରେ ମୋର ଚିନ୍ତା କରିବ। ଆଚ୍ଛା, ବେଳେ ବେଳେ ଜୀବ ଭାବୁଛି ନା, ଚିନ୍ତା କରନ୍ତି ଭଗବାନ ଅସୁର ମାନଙ୍କ ପ୍ରତି ବହୁତ ଅନ୍ୟାୟ କଲେ, କାରଣ ସବୁ ଅସୁର ଗୁଣ ମାରିଦେଲେ। ଆଚ୍ଛା, ଯଦି ଅସୁର ମାନଙ୍କୁ ମାରିଦେଲେ, ଏଠି କଣ ଲେଖା ହେଲା? ସମସ୍ତ ପ୍ରାଣୀ ମାନଙ୍କର ସେ ମଙ୍ଗଳ। ଅସୁର ମାନଙ୍କ ପ୍ରାଣୀ ନୁହେଁ କି? ଅସୁର ମାନେ ତ ପ୍ରାଣୀ ନା ନାହିଁ? ଆଚ୍ଛା, କୌରବ ମାନଙ୍କୁ ସପୋର୍ଟ କଲେ ନା ପାଣ୍ଡବ ମାନଙ୍କୁ ସପୋର୍ଟ କଲେ? ତାହେଲେ ଭଗବାନଙ୍କ ପକ୍ଷପାତ ହେଇଗଲା ନା ନାହିଁ? ପକ୍ଷପାତ ହେଲା ନାଇଁ କି? ଜଣଙ୍କୁ ରଥରେ ବସିକି ଆଉ ଜଣଙ୍କୁ ସବୁ ମାରି ପକେଇଲେ, ଏଇଟା ଏଇଟା ପକ୍ଷପାତର। ଯଦି ପକ୍ଷପାତର ପୁଣି ଏଠି କେମିତି କଲେ? ସେ ସୁହୃଦ, ସେ ତ କହନ୍ତିନି ମୋର କୋଉ ଯିବ ମୋର ଶତ୍ରୁ କୋଉ ମିତ୍ର। ବେଳେ ବେଳେ ଆମେ ଚିନ୍ତା କରୁଛୁ ନା ନା ଭଗବାନଙ୍କୁ ଏତେ ମୁଁ ଡାକିଲି, ମୋର ଏଇଟା ଲସ୍ ହେଇଗଲା, ମୋର ପୁଅ ହେଲା ନା, ମୋର ଝିଅ ହେଲା ନା, ମୋର ଜାଗା ହେଲା ନା, ମୁଁ ଖାଇବାକୁ ପାଉନି। ମାନେ ବେଳେ ବେଳେ ଆମେ ଦୋଷାରୋପ କଲେ ମାନେ ତା ମାନେ ଭଗବାନ ପାତର ଅନ୍ତର କରୁଛନ୍ତି ନା। ସେ ଦିଦି କେତେ ପଇସା ଦେଲେ, ସେ ଘର ଦ୍ୱାର କଲା, ଆମେ କଣ ଡାକୁନୁ ମନ୍ଦିରକୁ, ଆମକୁ ମିଳୁନି? ଜଣେ କୋଶ୍ଚିନ୍ କରିପାରିବ, କରୁନାହାନ୍ତି? କହିଲେ କହୁଛନ୍ତି ଆଚ୍ଛା, ଯଦି ଆମେ ଦେଖିବା ପାଣ୍ଡବ ମାନଙ୍କୁ କୃପା କରିବା ଅପେକ୍ଷା କୌରବ ମାନଙ୍କୁ ଆଗେ କୃପା କଲେ ନା ନାହିଁ? ଆଚ୍ଛା, ବିଶ୍ୱରୂପ କାହାକୁ ଆଗେ ଦେଖେଇଲେ? ଯଦି ପାଣ୍ଡବଙ୍କୁ ଭଗବାନ କୃପା କଲେ, ଯଦି ଆମେ କହିବା କୌରବ ମାନଙ୍କୁ ସେ କଣ କଲେ? ଦୋଷ ମାନେ କୌରବ ମାନଙ୍କୁ ଶତ୍ରୁ ରୂପରେ ଭାବିଲେ, ତାହେଲେ ଅର୍ଜୁନଙ୍କୁ ବିଶ୍ୱରୂପ ଦେଖିବା ପୂର୍ବରୁ ପ୍ରଥମେ କାହାକୁ ଦେଖିଲେ? ବିଶ୍ୱରୂପ ଦୁର୍ଯ୍ୟୋଧନକୁ। ବୁଝିଲା କି? କହିଲା ବାନ୍ଧ ତାକୁ। କହିଲା ମୁଁ କଣ ଜାଣିନି କିମିଆ। ଶାନ୍ତି ହେଇକି ଗଲେ ବିଶ୍ୱରୂପ ଦେଖେଇଲେ, ବିଶ୍ୱରୂପରେ କଣ କଲେ? ବାନ୍ଧ। ମୁଁ କଣ ଜାଣିନି, ସିଏ କଣ ଏମିତି ଆଖି ତାଙ୍କ ତେଜ ବାହାରୁଛି, ଦେଖିପାରିଲା କି? ଆଉ ମୂର୍ଖଙ୍କ ଆଗରେ ଭଗବାନଙ୍କୁ ଠିଆ କଲେ ଭଗବାନ ସେ ଦେଖିବେ କି? କଣ କାଠଟା କହିବେ ନା? କହିଲେ ଭଗବାନଙ୍କର କୋଉଠି ପାତର ଅନ୍ତର ନାହିଁ। ସୂର୍ଯ୍ୟ ଯେତେବେଳେ ଉଦୟ ହଉଛନ୍ତି, ସେ କଣ କହୁଛନ୍ତି ବିଷ୍ଠାରୁ ମୁଁ ପଡ଼ିବି ନା? ସମୁଦ୍ର ଜଳରୁ ନଉଛନ୍ତି ଶୋଷିକି, ବିଷ୍ଠାର ଯୋଉ ଜଳ ଅଛି ତାକୁ ବି ଶୋଷି ନେଇ ଯାଉଛନ୍ତି, ନଉନଛନ୍ତି? ଆଚ୍ଛା, ଗଙ୍ଗାର ଯୋଉ ଜଳ ଅଛି ତାକୁ ବି ଶୋଷି ନେଉଛନ୍ତି। ତାଙ୍କ ପାଖରେ ସମସ୍ତେ ସମାନ। ସେଥିପାଇଁ କଣ କହିଲେ ଭଗବାନ? କହିଲେ ସାଧୁ କିଏ? ସାଧୁ ଯଦି ସମଦର୍ଶୀ ନ ହବ, ସେ ସାଧୁ ନୁହଁ। ସାଧୁ ପାଖରେ ସମସ୍ତେ ସମାନ, ଭଗବାନ ପାଖରେ ସମସ୍ତେ ସମାନ, ତାର ଶତ୍ରୁ ମିତ୍ର ନାହିଁ। କହୁଛନ୍ତି ମୁଁ କାରଣ ଯଦି ସେ ଶତ୍ରୁ ମିତ୍ର ଭାବିବେ, ଗୋଟେ ଶତ୍ରୁ ଯଦି ସାଧୁ ଜଣଙ୍କୁ ଶତ୍ରୁ ବୋଲି ଭାବିବ, ତା ଭିତରେ ପରମାତ୍ମା ଅଛନ୍ତି ନା, ସେ ପରମାତ୍ମାଙ୍କୁ ଶତ୍ରୁ ବୋଲି ଭାବୁଛି ନା, ଭଗବାନ ତା ଭିତରେ ଅଛନ୍ତି। ଭଗବାନ ପ୍ରଥମ ଲୋକ ଭାବୁଛନ୍ତି କଣ ନା, ଆସିବେ ପକ୍ଷପାତ, ସେ ଭକ୍ତ ମାନଙ୍କୁ ସପକ୍ଷରେ କରିବେ ନା। ଆଚ୍ଛା, ଯଦି ଆମେ ଗଜେନ୍ଦ୍ର ଚରିତ୍ର ଶୁଣିଲେ, ଗଜେନ୍ଦ୍ର ଚରିତ୍ର ଶୁଣିଲେ ନା ନାହିଁ? ଆଉ ଶୁଣିଲା ସମୟରେ ଆମେ ଭଗବାନ ଗୋଟେ ଅନ୍ୟାୟ କଲେ,
कौन कले ना कहीं से ग्राहक ग्राहक तार खाद्य खाई था कहीं तो काटिदेले आसी खाइब काटिले कहीं भगवान को जी मत डाक ना मोर भक्ति गुणटा अच्छी मैंने मोर भक्त वत्सलता गुण अच्छी यदि जीव मो शरण आसला मुझे रक्षा करी गजेन्द्र मो शरण आसला ग्राह मो शरण आसी ना ग्राहक मत डाकुला कहले ये मोर भक्त वत्सलता गुण जीव कहले कौन कौन सब किसी दुराचार दुराचारी व्यक्ति तो मो शरण आसे मु तो कौन कौन अपिचेत स दुराचार भजन्ति माम माम अभि माने मते दी माने कौन भक्ति जोगर मते गोटे मान कौन दुराचार व्यक्ति भजन करे सब साधु से साधु हो से साधु हो यदि देखा अजयमिल कौन करते दुराचार नथिले कि नथिले नहीं अंतिम समय कौन कले भगवान कौन कले भगवान यदि पक्षपात देखी था एटा एते पाप करी कहीं पाखु जी बापा पलैला गोटे बेसिया पाखे रहा निजर स्त्री मरीगला केते कर सी ना मु कहीं पाखु जी कल ना से सुहृद कहते सुहृद सर्वभूतानाम कहते से समस्त कौन समस्त सी होती कौन मंगलाकांक्षी बंधु असुर मान कहीं मारिदेले क्वेश्चन पचारि मंगलाकांक्षी बंधु असुर मान कहीं मारिदेले कहते पिता बेले बेले पुत्र को मारिक शासन करे कहीं उद्धत उद्धत से आत्मा भगवान पाखर आत्मा माने भगवान पाखर आसछन्ति ये उद्धत आत्मा को मारिक घर टाणी नियंती जो असुर को मारे शिशु गले ना कि मुक्ति पाई गले ना कि कहले कहीं उद्धत पिता जब पुत्र को न माने पिता ताकू गेल न करके चापड़ा देकी कौन करे घर टाणी आने भगवान कर दोष नहीं उद्धत पिता को पुत्र को पिता कौन करे शासन कले यदि किसी आघात कर दंड दौची एटा तार दोष नुहे भगवान का दोष नुहे देख रावण आत्माटा केमती देख मरला से केमती आसूची हाँ ये सब किए थिले माने पूर्वजन्म कथा कौन ये सब अच्छा तुम्हें भगवान देखी पारुना सी लड़ाई कर कम बड़ कथा ना कौन हाँ भगवान देखी मार हिरण्यकशिपु बाहर बाढ़ला बाढ़ला समय तुम देखुनि कि जहाँ देखिले मुक्ति मिल जीव सी तो देखिकी मरले कहले युद्ध भूमि जेतेक मरिले कुरुक्षेत्र रे समस्त मुक्ति पाईगले कहीं ना समस्त कृष्ण को देखिले समस्त कृष्ण देखिले किए देखिनी कृष्ण खाली कृष्ण माने सर्वसौंदर्यमान समस्त राखी ऊपर समस्त मुक्ति पाईगले कहले मैंने उद्धत पिता को ना उद्धत पुत्र को पिता जिन शासन करे राक्षस कूल तो उद्धत कूल से उद्धत आम कि कौन करती भगवान आकले आकु आके पारे ना निज छुआ को निजे न मारे बाहर लोक मारे केस हो ना तुम छुआटा दुष्ट हो तुम पड़ोसा लोक तुम कह ना मार जदि मार तुम झगड़ा हम मत कहीं कहीं मो छुआ माइल भगवान अधिकार अच्छी देवता मान लड़ाई कर तुम तो आसिल लड़ाई कर कौन अच्छी बर पाइल देख जहाँ से बर पाइले तुमको देवता मैंने कृपा करके देले पुणी तुम लगुच उद्धत कथा ये देखले तो ये छुआटा एमती है दीटा चापड़ा पकड़े तो कौन चक्र द्वारा काटिले चल से कौन कर भगवान कौन से पक्षपात नहीं यहीटा भावी नहीं जीव हाँ मोर प्रारब्ध कर्म अच्छी तो मत भोग पड़ो ना भगवान मु भजन कर दंड मिलला मत मोर कहीं यहाँ है मुझे डाकुच मैंने मोर यहाँ ये प्लट मिल जाऊ मोर यही बिल हो जाऊ नहीं
ମୁଁ ଏଥିପାଇଁ କୃଷ୍ଣଙ୍କୁ ଡାକୁନି। ପ୍ରଭୁପାଦ ପ୍ରଭୁପାଦ ଏତେ ମାନେ ସିମ୍ପଲ ଆନ୍ସର ଦଉଛନ୍ତି। ପ୍ରଭୁପାଦ କଣ ତୁମେ କଣ ପାଇଁ ମାଗୁଛ? ଦେହ ପାଇଁ। ଦେହ ପାଇଁ ସଂସାରରେ ମଣିଷକୁ ଛାଡ଼ିଲା ପରେ କେହି ମାଗୁନାହାନ୍ତି। ମାଗୁଛନ୍ତି। କୁକୁର କହୁଛି ନଡିଆ କଦଳୀ ନେଇଯାଉଛି, ପ୍ରଭୁପାଦର ସ୍ତ୍ରୀ ମିଳୁ, ଠାକୁରଙ୍କୁ ଯାଉଛି। ଦେହ ପାଇଁ ତ ଯାହା ଦରକାର ଭଗବାନ ଦେଇ ଦେଇଛନ୍ତି। ଆତ୍ମା ପାଇଁ ମାଗ। ଏ ସଂସାରରେ ଖାଇବା ବିନା କୋଉ ଜୀବ ମରିବ ନା। ଭଗବାନ ଯୋଉ ସୃଷ୍ଟି କରିଛନ୍ତି, ଆଗେ ଖାଦ୍ୟ ତିଆରି କରିବେ, ତାପରେ ସୃଷ୍ଟି କଣ? ବାଘ କଣ ଖାଇ ବଞ୍ଚିବ ତା ପାଇଁ ଆଗେ ତିଆରି କରିବ। ହରିଣ କଣ ଖାଇ ବଞ୍ଚିବ ତା ପାଇଁ ଆଗେ ତିଆରି କରିବ, ତାପରେ ଜୀବ ସୃଷ୍ଟି କରିବେ। ଏଟା ସାଧାରଣ ଜ୍ଞାନ ନାହିଁ ଆମର। ଦେଖୁନା କି ଗୋଟେ ଛୁଆଟା ଖାଲି ପେଟରେ ରହିଲେ ବାପା ତ ଚିନ୍ତା କରୁଛି ମୋ ଛୁଆ କୋଉଠି ପଢିବ, କଣ କରିବ, କଣ ଖାଇବ, କୋଉ କଲେଜରେ ପଢିବ, କେମିତି ରହିବ। ତମେ ଯେତିକି ଚିନ୍ତା କରୁଛ, ଭଗବାନଙ୍କର ତାଙ୍କର କଣ ତମଠାରୁ ଜ୍ଞାନହୀନ? ତୁମେ କେମିତି ଖାଇବ, କେମିତି ବଞ୍ଚିବ ସେ ଚିନ୍ତା କରୁନାହାନ୍ତି। ପ୍ରତ୍ୟେକ ଜୀବ ଉକୁଣିଟା କଣ ଖାଇ ବଞ୍ଚିବ, ଛାର ପୋକ କଣ ଖାଇ ବଞ୍ଚିବ, ତା ପାଇଁ ଚିନ୍ତା କରୁଛନ୍ତି। ଆଉ ତୁମେ ଭଜନ କରି ତୁମ ପାଇଁ ଚିନ୍ତା କରିବେ ନା? ବୋଲେ ଯେଉଁମାନେ ଭଗବାନଙ୍କୁ ଏ ଦେହ ସୁଖ ମାଗନ୍ତି, ବାସ୍ତବରେ ସେମାନେ କଣ ଭକ୍ତିର ତତ୍ତ୍ୱ କିଛି ଜାଣନ୍ତି ନା। ଏ ସୃଷ୍ଟିରେ ସମସ୍ତଙ୍କୁ ଖାଇବା, ପିଇବା, ରହିବା, ଆହାର, ନିଦ୍ରା, ଭୟ, ମୈଥୁନ, ଏ ଚାରିଟା ବିନା ପ୍ରାର୍ଥନାରେ ସମସ୍ତଙ୍କୁ ମିଳୁଛି। ମାନେ ତୁମ ପାଇଁ ଅଛି। ମାନେ ଗୋଟେ ମା ମାନେ ସବୁ କହନ୍ତି ନା, ମାନେ ସେ ଗୋଟେ ପୁଅଟା ଜନ୍ମ ହେଇଛି ତା ପାଇଁ କଣ ଆଉ ଝୁଅ ନାହିଁ, କହନ୍ତି ନା। ବିଧାତା ବିଧିକାର ଲକ୍ଷିତବ ନା। ହଁ, ସେ ବରପତ୍ର ଉସ୍ତପତ୍ର ଯୋଡା ହେଇଛି। ସେ ସବୁ କହୁଥିବେ ନ ହଉ ଏ ବର୍ଷ ଆସନ ବର୍ଷ ହବ ନା। ସେ ସବୁ ମାନେ ତାଙ୍କର କେତେ ପୂର୍ଣ୍ଣ ବିଶ୍ୱାସ ଥିଲା। ଆଜିକାଲି ତ ତମେ ଆଉ ଝୁଅ ପାଇଁ ପୁଅ କଣ, ତାଙ୍କର ତ ଇଏ କରିଦଉଛନ୍ତି ଆଉ। ସେ ତ କଣ ଲାଇନରେ ଅଛନ୍ତି ଆଉ, ଝୁଅ ପାଇଁ ପୁଅ ଜାଗାରେ କଣ ଅଛି। ଏ କହୁଛନ୍ତି କହିଲେ କଣ, ସେଥିପାଇଁ କହିଲେ ସର୍ବଧର୍ମାନ ପରିତ୍ୟଜ ମାମେକଂ ମାମ ଏକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟୋ ମୁଖ୍ୟାଇ ଶ୍ୟାମି ମା ଶୁଚ। ତୁମେ କିଛି ଚିନ୍ତା କର ନା, ମା ଶୁଚ, ଭୟ ବି କର ନା। କଣ ନା ସର୍ବଧର୍ମାନ ପରିତ୍ୟଜ। ତୁମେ ଦେହ ଧର୍ମ, ଜାତି ଧର୍ମ, ବନ ଧର୍ମ ଆଉ କଣ ମନ ଧର୍ମକୁ ତ୍ୟାଗ କରି ମୋ ଶରଣରେ ଆସୁଛ, ତାହେଲେ କଣ ମାମ ଏକଂ ଶରଣଂ ବ୍ରଜ। ଭଗବତ ଗୀତାର ଇଏ ହଉଛି ଲାଷ୍ଟ ଅଧ୍ୟାୟର 66 ନମ୍ବର ଶ୍ଲୋକ। ଭଗବାନ କହୁଛନ୍ତି, କଣ କହୁଛନ୍ତି, ମାମ ଏକହଂ ଶରଣଂ ମାମ ଏକଂ ଶରଣଂ ବ୍ରଜ। ଜୀବ ଖାଲି ମୋ ଶରଣରେ ପଳେଇ ଆସୁ। ମୁଁ ସବୁର ମାଲିକ ବୋଲି ଜାଣି ମୋ ପାଖରେ ଖାଲି ମୁଣ୍ଡ ନଇଁ ଦଉ। ଏତିକି କଲେ କଣ ହବ, ଅହଂ ତମ୍, ମୁଁ ତାର ସର୍ବ ପାପେଭ୍ୟୋ, ଯାହା ଜୀବନରେ ପାପ କରି ନଷ୍ଟ କରିଦେବି। କଣ କହିଲେ, ପାପୀ ମାନେ ମତେ ଭଜନ କରିପାରିବେ ନା। ପାପୀ ମାନଙ୍କର କଣ କାମନା ବାସନା ଆସିବ, କହିଲେ ନା ନାହିଁ। କହିଲେ ମୁଁ ତାର କଣ କହୁଛନ୍ତି, କି ଟ୍ରିକରେ କହୁଛନ୍ତି ଗୀତା, କଣ ନା ଅହଂ ତ୍ୱଂ ସର୍ବ ପାପେଭ୍ୟୋ। ତୁମ ପାପ ପଳେଇଗଲେ ତୁମ ମୋହ ପଳେଇବ, ମୋହ ପଳେଇଗଲେ ତୁମ ଗତି ପଳେଇ ଆସିବ। ମୋହଟା ବର୍ତ୍ତମାନ ବାନ୍ଧୁছে ନା। ଆଉ ବର୍ତ୍ତମାନ କଣ ଆମେ ମୋହ ଫାଶରେ ବନ୍ଧା ହେଇছে। ମୋର ଝିଅ, ମୋର ପୁଅ, ମୋର ସ୍ୱାମୀ, ମୋର ଘର, ମୋର ଜୀବନ, ମୋର ଶରୀର, ଏଇଟା ତ ମୋହଟା। ଆଉ କହିଲେ ଏଇଟା, ଏଇ ଯୋଉ ମୋହ ଫାଶଟା ବନ୍ଧନ କାରଣ ହଉଛି ପାପ ପାଇଁ। ଭଗବାନ କହୁଛନ୍ତି ଅହଂ ତ୍ୱଂ ସର୍ବ ପାପେଭ୍ୟଂ। ସର୍ବ ପାପେଭ୍ୟଂ ମାନେ ମୁଁ ତୁମର ସମସ୍ତ କଣ ମୋହକୁ ବି ମଧ୍ୟ ଦୂର କରିଦେବି। କେତେବେଳେ ନା ଯେତେବେଳେ ଜୀବ ମୋ ଶରଣରେ ଆସିବ। ମୋ ଶରଣ ଆସି କଣ କରିବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯେତେବେଳେ ଜୀବ ମୋର ଶରଣରେ ଆସି ଦିବ୍ୟ ନାମ ଉଚ୍ଚାରଣ କରିବ, ମୁଁ ତାର ସମସ୍ତ ପାପ କଣ କରିବି, ନଷ୍ଟ କରିଦେବି। କହୁଛନ୍ତି କୃଷ୍ଣ, ତାପରେ କହୁଛନ୍ତି କଣ ନା କୃଷ୍ଣକୁ ଆଦି ଦୈବ ସହିତ ଜାଣେ। ଏଇଟା କଣ ହେଲା, କଣ କହିଲେ,
ଭୋକ୍ତାର ଯଜ୍ଞ ତପସ୍ୟା ସର୍ବଲୋକ ମହେଶ୍ୱର ସୁହୃଦ ସର୍ବଭୂତା ନାମ ସର୍ବଭୂତ ନାମ ଜାଣିଲେ ଜଡ଼ ଜଗତ ସବୁ ମାଲିକ ହେଲେ ଭଗବାନ। ତାପରେ ଜାଣିବେ କଣ ନା ଆଦି ଦୈବ। କଣ ଆଦି ଦୈବ? ସର୍ବଲୋକ ଯୋଉ ମହେଶ୍ୱର ଇଏ ଶ୍ଲୋକରେ ସମସ୍ତ ଦେବତାଙ୍କର ସେ ମଧ୍ୟ ଈଶ୍ୱର। এইটাকে জীব জানিব। সর্বলোক মহেশ্বর দেবলোক পিতৃলোক মহলোক তপলোক যেতে অনন্ত কোটি 14 ব্রহ্মাণ্ড অনন্ত কোটি ব্রহ্মাণ্ডর মালিক সর্বলোক মহেশ্বর। আচ্ছা প্রমাণ যদি বিশ্বাস করে কেমতি কোন এটা জানিব সে কেমতি জানিব না সে প্রথম জানিব যে সৃষ্টির কর্তা কে ব্রহ্মা। সৃষ্টির প্রথম জীব কে ব্রহ্মা। ব্রহ্মা যাଙ୍କ নাভି কମଳରୁ ଆସିଲେ। ସୃଷ୍ଟି ଆରମ୍ଭ କୋଉଠି ହେଲା? ବ୍ରହ୍ମାଙ୍କ ପାଖରୁ। ବ୍ରହ୍ମାଙ୍କ ପ୍ରଥମ ସୃଷ୍ଟି କଲେ। ତାହେଲେ ଆବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତୀ ନ ଅର୍ଜୁନ। ତୁମେ ବ୍ରହ୍ମ ଲୋକ କତି ଗଲେ ମଧ୍ୟ এই ଜଗତକୁ ଆସିବାକୁ ବାଧ୍ୟ। କାରଣ ବ୍ରହ୍ମ ଲୋକରେ କାମନା ବାସନା ଅଛି। ତିନି ଗୁଣ ଦ୍ୱାରା କଣ ବ୍ରହ୍ମା ରଜଗୁଣ ଦ୍ୱାରା ରଜଗୁଣ ଦେବତା ହେଲେ କି ସେ ବ୍ରହ୍ମା। আচ্ছা রজগুণରୁ କଣ ହବ? କାମୟସ କ୍ରୋଧସ ରଜଗୁଣ ସମଦ୍ଭବ। ଆଚ୍ଛା ରଜଗୁଣରୁ ସୃଷ୍ଟି ତିଆରି ହେଉଛି ନା ନାହିଁ? ରଜଗୁଣ ମାନେ କଣ? ମୁଁ ବଡ, ମୁଁ ଏଇଆ ହେବି। ତୁମର ଯାହା ହେଇଛି ଘର ବିବାହ ସମ୍ପତ୍ତି ଯାହା ହେଇଛି କୋଉଠୁ ଆଇଲା? ରଜଗୁଣରୁ ଆସିଲା। କହିଲେ ପ୍ରଥମ ଜୀବର ସୃଷ୍ଟି କିଏ? ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ଭଗବାନ ବୋଲି କେମିତି ଜାଣିବ? ନା ଯିଏ ପ୍ରଥମ ସୃଷ୍ଟି ଜୀବ ଯାଙ୍କ ନାଭି କମଳରୁ ଆସିଲେ। ଆଉ ସିଏ କଣ କହିଲେ? ଯିଏ କହିଲେ କଣ? ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବ କାରଣର କାରଣ। କଣ କହିଲେ? ଈଶ୍ୱର ପରମ କୃଷ୍ଣ। ଇଏ ଯୋଉ ମାୟାବାଦୀ ମନଧର୍ମୀ ଯୋଉ ବେଧର୍ମୀ ଗୁଡା ଅଛନ୍ତି, ମାନେ ବେଦର ଧର୍ମ ଯୋଉମାନେ ମାନନ୍ତିନି, ଏମାନେ କୃଷ୍ଣ ବ୍ରହ୍ମାଙ୍କର କଥାକୁ ମାନନ୍ତିନି। ତୁମ ଯାହାଙ୍କୁ ଭଗବାନ ବୋଲି କହିଛ, ବ୍ରହ୍ମା ତାଙ୍କୁ କହିଛନ୍ତି ଈଶ୍ୱର ଏଇ ବୋଲିକି, ଏମାନେ ବ୍ରହ୍ମାଙ୍କର କଥାକୁ ମାନିବେ ନା। କହିଲେ ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ। ଏ ବ୍ରହ୍ମ ସଂହିତା କେତେବେଳେ ଆସିବେ? ଖାଲି ବ୍ରହ୍ମ ସଂହିତା ଚାଲିବ ଗୋଟେ କ୍ଲାସ, ମାସେ ଚାଲିବ ଗୋଟେ ବ୍ରହ୍ମାଙ୍କର ସ୍ତୁତି। ଈଶ୍ୱର ପରମ କୃଷ୍ଣ, ପରମ କୃଷ୍ଣ ଈଶ୍ୱର ହେଲେ କୃଷ୍ଣ। କହିଲେ ଯିଏ ପ୍ରଥମ ଜୀବ ବ୍ରହ୍ମା, ଇଏ ଯୋଉ କଣ ବେଧର୍ମୀ ଅଛନ୍ତି, ଧର୍ମ ନାଁରେ ଧର୍ମ କଣ ଦ୍ରୋହୀ, ଏମାନେ କୃଷ୍ଣଙ୍କୁ ଭଗବାନ ବୋଲି ଗ୍ରହଣ କରିବେ ନା। ଏ ତ ବ୍ରହ୍ମାଙ୍କ କଥା ମାନିବେ ନା। ବ୍ରହ୍ମା କହିଥିଲା ଆମେ ଜାଣିଛୁ। ଏମାନେ ଭୂତ ପେତୁଙ୍କ ପଛରେ ଦୌଡ଼ିଲେ। ଏମାନେ ଜୀବନରେ ବ୍ରହ୍ମା କଣ, ୟାଙ୍କୁ ତ ପଚାରେ ବ୍ରହ୍ମା କଣ, ଶିବ କଣ, ଦେବତା କଣ, ସେସବୁ କଥା ନା। ଆମ ଠାକୁର ତ ସବୁ ଆଉ। ବ୍ରହ୍ମା କହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବ କାରଣର କାରଣ। ସମସ୍ତ କାରଣର କାରଣ ହଉଛନ୍ତି କି ସେ? କୃଷ୍ଣ ଭଗବାନ। କିନ୍ତୁ ଏମାନେ କହିଲେ କୃଷ୍ଣ ମରିଗଲେ, ତାପରେ ଆମେ ଆସିଲେ। କହିଲେ ଅର୍ଜୁନ, ଯୋଉମାନେ ଏଇଟା ଜାଣନ୍ତି, କଣ ଜାଣନ୍ତି? ଆଦି ଦୈବମ, ମୁଁ ଦେବତା ମାନଙ୍କର ଆଦି। ସମସ୍ତ ଦେବତା ମାନଙ୍କର ମୁଁ ହଉଛି କଣ? ମୂଳ। କଣ ଜାଣିବେ? ସର୍ବଭୂତ, ସମସ୍ତଙ୍କର ଏ ଜଡ଼ ଜଗତ ସମସ୍ତଙ୍କର କଣ? ମୁଁ ହଉଛି ମାଲିକ, ସମସ୍ତଙ୍କ ହୃଦୟରେ ମୁଁ ଅଛି। ତାପରେ ଜାଣିବେ କଣ? ମୁଁ ଦେବତା ମାନଙ୍କର ହଉଛି କଣ? ମୂଳ। ଭୋକ୍ତାର ଯଜ୍ଞ ତପସ୍ୟା ସର୍ବଲୋକ ମହେଶ୍ୱର। ମୁଁ ଦେବଲୋକର ମୁଁ ହଉଛି କଣ? ଈଶ୍ୱର। କଣ କହୁଛନ୍ତି?
ନା କୃଷ୍ଣକୁ ତାପରେ ଆସିବ ନା ଅଧିଯଜ୍ଞ ବୋଲି ଜାଣିବ। ଏ ତିନିଟାକୁ ଯଦି ସେ ଜାଣିଯିବ କଣ ହବ ନା ସିଏ ମତେ ନିଶ୍ଚିନ୍ତ ଭାବରେ ଅନ୍ତିମ ସମୟରେ କଣ ସ୍ମରଣ କରିପାରିବ ନିଶ୍ଚିନ୍ତ। ଏ ତିଳେ ହେଲେ ବି କଣ ଭୁଲ ନାହିଁ। ଭଗବାନ କହୁଛନ୍ତି ଆଉ ଜାଣିଲା ସେ ସବୁ ଦେବତା ମାନଙ୍କର ହଉଛନ୍ତି କଣ ମୂଳ। ମୁଁ କୋଉ ଦେବତା ମାନଙ୍କୁ କାହିଁ ଡାକିବି? ହଁ ଦେଖୁନା ଆମର ଏ ପୂଜାରୀ ବାବା ଅଛନ୍ତି, ଶନି ଠାକୁର ଘାଣ୍ଟି ଦେବେ, କହିଲେ ଶନି ଘାଣ୍ଟି ଦେବେ। ତାହେଲେ ସେ ଭଗବାନଙ୍କୁ ଜାଣିଲି ଜାଣିଛନ୍ତି କି? ଜାଣିଲେ କି? ବାସ୍ ତାର ସେ ଏଠି ସେ ସେବା କଲେ ମଧ୍ୟ ତୁମର ଅଲଗା ଦେବତା କତି ମନ ପଳେଇ ଯାଉଛି। ହଁ ମୁଁ କୋଉଠି ଶନି ଠାକୁର କତି ପୂଜା କରିଦେବି ମୋ ଶନି ଗ୍ରହ ଶାନ୍ତି ହେଇଯିବ, ତାହେଲେ ଭଗବାନ ବହୁତ ଦୁଃଖ ପାଆନ୍ତି। ମାନେ ମୁଁ ସର୍ବଶକ୍ତି ମାନ ସେ ପର୍ଯ୍ୟନ୍ତ ଜାଣିନି, ତିଲକ ଲଗେଇଲେ କଣ ହବ? ମାଳା ପକେଇଲେ କଣ ହବ? ନା ଜପ କଲେ କଣ ହବ? ମୁଁ ଯେ ସର୍ବ ଅଧିକାରୀ। ଆରେ ପ୍ରଧାନମନ୍ତ୍ରୀ ୟୁରୋପିୟନ ୱାର୍ଡ ମେମ୍ବର କତିକି ଆସାଇ ସେ ଧିକ ପ୍ରଧାନମନ୍ତ୍ରୀ ନୁହଁ? ଲଜ୍ଜା କଥା ନା। ଯେ ତୁମ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକର ସେବା କରିକି ତୁମେ ମନ୍ତ୍ରୀ ମାନଙ୍କ ପାଖକୁ ଯାଉଛ, ଦେବତା ମାନଙ୍କ କତିକି ଯାଉଛ। କହିଲେ ଯେଉଁମାନେ ଭକ୍ତି ମାର୍ଗରେ ଆସିଲେ ଅନ୍ୟ କହୁଛନ୍ତି ଅନ୍ୟ ଏକାନ୍ତ ଭକ୍ତି, ଏକାନ୍ତ ଭକ୍ତି ଯୋଗରେ ଯୋଉମାନେ ରହିଲେ ସେମାନଙ୍କର କଣ ସିଏ ମନ ବଳେଇବେ ନା। କଣ କହୁଛନ୍ତି? ଏକାନ୍ତ ଭକ୍ତି ଯୋଉଟା ଆସିଲେ କଣ ନାଇଁ ଖାଲି ହାତେ ପଛେ ମରିଯିବି ପ୍ରଭୁ, ନା ଫେରିଯିବି ପ୍ରଭୁ ଅନ୍ୟ ଦ୍ୱାରକୁ ନାହିଁ। ହଁ ଯୋଉ ଜଗନ୍ନାଥ ଭଜନ ନାହିଁ, ଆଉ କାହା ପାସେ ପତାଇ ବିହାତ ତୁମେ ପ୍ରଭୁ ଥାଉ ଥାଉ ଭିକାରୀ କରିବ ଯେବେ ତୁମ ଇଚ୍ଛା ନାହିଁ ମୋ ମନରେ ଦୁଃଖ। ସିଂହ ଦ୍ୱାର ବିନା ଆନ ଦୁଆରକୁ, ସିଂହ ଦ୍ୱାର ବିନା ଆନ ଦୁଆରକୁ ମାଗି ଯିବି ନାହିଁ ଭିକ। କଣ କହିଲେ? ଖାଲି ହାତ ମୋର ଫେରିଯିବି ଆଉ କଣ ଆଉ କାହା ଦୁଆର ମାଗିବି? ଲଜ୍ଜା ହେବ ନା? ତୁମ ବଡ ବଡଙ୍କୁ ଲଜ୍ଜା ହେବ ନା? ଆରେ ବଡ ଦାଉଳରେ ବଡ ଠାକୁର କତିରେ ରହିକି ଖାଇବାକୁ ଆସିକି ଗୋଟେ ଭିକାରୀ ମାଗୁଛି, ଆଉ ତିଲକ ମାଳି କାହିଁ ଲଗେଇବି? ତୁମେ ମୋର କଥା ବୁଝିବ ନା, ମୁଁ କାହିଁକି ତୁମର ଦାସ ବୋଲି କହିବି? କହିଲେ ଯିଏ ଭଗବାନଙ୍କୁ ସର୍ବସ୍ୱ ବୋଲି ଭାବି ନେଇଛନ୍ତି, ଦେବତା ମାନଙ୍କର ସେ ଶ୍ରେଷ୍ଠ ବୋଲି ଭାବି ନେଇଗଲେ କେବଳ ତାଙ୍କ ହାତ ପାତି ବଞ୍ଚିକି ରହିବେ, ଆଉ କିଛି ଦରକାର ନାହିଁ। ଏଇ ତ ଭିକାରୀ କରିବ, ମୋର କଣ ଅସୁବିଧା ଅଛି? ସେ ଗୋଟେ ମା ମାନେ କହିବେ ତମେ ଲୁଗା ନ ଆଣୁନା, ମୁଁ ଚିରା ଲୁଗା ପିନ୍ଧି ଗଲେ ସେ କହିବେନି କି କୋଉ ଘରର ବୋହୁ ବୋଲି? ତମେ ତ ଲୁଗା ଆଣିବ ନା, ଆମେ ଶୁଣିଛୁ ଗଲା ହଉ ମୁଁ ସେ ଚିରା ଲୁଗା ପିନ୍ଧି ବୁଲିବି ଯିବି। କାହାକୁ ରାଜ ମାଡିବ? ତୁମେ ଯଦି ତିଲକ ମାଳି ଲଗେଇକି ଯାଇକି ଆଗ ଏଇ ଏ ମନ୍ଦିର ଯାଇକି ଠିଆ ହେଇଥିବ, ଏଇ ଇସ୍କନ ବାଲା ଆଇଲେରି, ପ୍ରଭୁପାଦଙ୍କ ନାମର ଶକ୍ତି କିଛି ନାହିଁ ଅଛି ନା? ତମେ କାହିଁ ଆସିଥାନ୍ତ ଏଠିକି? ନାମ ପ୍ରଭୁ ତୁମକୁ କୃପା କରିପାରୁନାହାନ୍ତି। କହିଲେ କଣ ନିଜ ସର୍ବଶକ୍ତି ଏ ଆସିବେ ଆ ପରେ ଯୋଉ ଆସିବେ କଣ ଚୈତନ୍ୟ ଶିକ୍ଷାମୃତ, ଏଇଥିରେ ଶୁଣିବ ଭଗବାନ କଣ ସେ ନାମର ସବୁ ରଖିଛନ୍ତି। ଯଦି ସବୁ ଶକ୍ତି ରଖିଛନ୍ତି ତାହେଲେ ମୋ ଭାଗରେ କିଏ ନାହିଁ, ମୁଁ ଯୋଗ୍ୟ ବ୍ୟକ୍ତି ନୁହଁ। ଦଉନାହାନ୍ତି ମତେ ଆଉ ନିଜ ସର୍ବଶକ୍ତି। ଆରେ ଗୋଲକର ପ୍ରାବଧାନକୁ ତମକୁ ଦେଲେ, ଏଇଥିରେ ତୁମକୁ ସବୁ ସବୁ ଜିନିଷ ପ୍ରାପ୍ତ ହେଇପାରିବ।
सब जिन मिलଯିବ ଖାଲି ନାମରେ। ଆମର ଯୋଉ ମହାରାଜ ଅଛନ୍ତି ନୀଳାଚଳ ସ୍ୱାମୀ ମହାରାଜ, ସେ ଚାଲିଥିଲେ କୋଉଠି ପଦଯାତ୍ରାରେ। ମୁଁ ଯାଇ ଲାପଟପ୍ ମୋବାଇଲ ସବୁ ଦେଖେ। ମୁଁ କହୁଛି ମହାରାଜ ପଇସା କୋଉଠୁ ଆସୁଛି? ମୁଁ ଫାଷ୍ଟ ନା ମହାରାଜ ତ ହେଇନଥିଲେ ନା ତ୍ରୈଲୋକ୍ୟନାଥ ପ୍ରଭୁ ଏସବୁ ଆଉଛି କୋଉଠି? ଆମେ ଖଣ୍ଡେ ଲୁଗା ପାଉନୁ, ସବୁ ନାମ କଲେ, ସବୁ ନାମ କଲେ ମିଳିବ। ତାହେଲେ ଆମେ ଅନୁଭବ କରୁଛୁ ବାସ୍ତବ। ସେତେବେଳେ ଆମେ ଜାଣିନଥିଲୁ। ତ ଆମକୁ ଆମେ କହୁଛୁ ତୁମେ କଣ ବିଶ୍ୱାସ ହବ କି ନାମ କଲେ ସବୁ ମିଳିବ ବୋଲି? ସବୁ ଶକ୍ତି ଅଛନ୍ତି। କୃଷ୍ଣ ସ୍ୱୟଂ ଯୋଉଠି ସ୍ୱୟଂ କୃଷ୍ଣ ରହିଲେ ଶକ୍ତିର କୋଉଠି ଅଭାବ ରହିବ? କଣ ଖାଇବାକୁ ଅଭାବ ରହିବ? କଣ ଇସ୍କନ ନା ମିଳୁଛି କହିଲେ? ପ୍ରଭୁପାଦ କଣ ଖାଇବାକୁ ନା ଦେଇଛନ୍ତି? କେବଳ ନାମ ବଳରେ କହୁଛନ୍ତି। ଯିବ ବୁଝିଯିବ ଯେ ସବୁ ଦେବତା ମାନଙ୍କର। ଆଚ୍ଛା କଣ ଦେଖୁନ, ତମେ ତାରିଣୀ ମେଳା କର, ଶନି ମେଳା କର, ତ୍ରିନାଥ ମେଳା କର, ଗୋଜବାଣୀ ମେଳା କର, ଯୋଉ ମେଳା କର, ଶେଷରେ କଣ କରିବ? ନାମଟି କରିବ। କାହିଁ କରୁଛ? କାହିଁ ଜଗନ୍ନାଥଙ୍କ ପାଖରେ ତ କୋଉ କେହି ଗୋଜବାଣୀ ତାରିଣୀ ହଉନଥିଲେ, ହଉଛନ୍ତି? ତାହେଲେ ତାରିଣୀ ମନ୍ଦିର କାହିଁ ହରିନାମ କରାହଉଛି? କହୁନା, କହିଲେ ସବୁ ଦେବତା ମାନେ ଖୁସି ହେବେ ଯେତେବେଳେ କଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ନାମ କରିବ। ସବୁ ଦେବତା ମାନଙ୍କର ପ୍ରଭୁ ସିଏ। ତାଙ୍କର ନାମ କଲେ ଦେବତା ମାନେ କୃପା କରିବେ। ଆମେ ଅନନ୍ତ କୋଟି ଦେବତା, 33 କୋଟି ଦେବତା ମାନେ ତମ ଉପରେ ଖୁସି ହେଇଯିବେ। ଆଉ ତମେ ବର ପାଇଁ କଣ ଯାଉଛ? ଯାହା ଗୁରୁ ବାକ୍ୟ ସେଟା ନିଷ୍ଠା ରଖ। ପ୍ରଭୁପାଦ ଗଲେ ବିଦେଶକୁ, କେତେ ସମସ୍ୟା ପଡିଲା। କଣ କୋଉ ଦେବତା ଖଣ୍ଡି ଯାଇଛନ୍ତି? ପ୍ରହ୍ଲାଦକୁ ଦେଖ, କଣ କଣ ନ ପଡିଲା। ସେଇ ଗୋଟେ ଓମ୍ ନମ ଭଗବତେ ବାସୁଦେବା। ଆଉ କଣ କହିଲେ? କହିଛନ୍ତି ଏଇ ସର୍ବଶକ୍ତି। କହିଲେ ଯିବ ଯେତେବେଳେ ଏଇଟା ଜାଣିଯିବ, ସିଏ ଆଉ ତାର କଣ ମତେ ଜାଣିବ କଣ? ମୁଁ ସବୁ ଦେବତା ମାନଙ୍କର ଈଶ୍ୱର, ସବୁ କଣ ଜଡ ଜଗତ ସର୍ବଭୂତାନ ସମସ୍ତଙ୍କର ମୁଁ ଯେ ସୁହୃଦ, ମୁଁ ସମସ୍ତଙ୍କର ବନ୍ଧୁ। ତାପରେ କଣ ଜାଣିବ ନା ଅଧିଯଜ୍ଞ। ଅଧିଯଜ୍ଞ କଣ ନା ଯେଉଁମାନେ ପାପରୁ ମୁକ୍ତ ହୋଇଯାଏ ସେ ଜାଣିବେ ଯେ ଯଜ୍ଞରେ ମୁଁ ହଉଛି ଭୋକ୍ତା। ଭୋକ୍ତାର ଯଜ୍ଞ ତପସ୍ୟା। କହିଲେ ଯଜ୍ଞର ମୁଁ ହଉଛି ମାଲିକ। ଦେଖ ଯେତେ ଆଡେ ଯଜ୍ଞ ହଉଛି କୃଷ୍ଣ ଫଟୋ ଥିବ, କାହିଁକି କହୁନା? କହିଲେ ଯଜ୍ଞ ଈଶ୍ୱର ସିଏ କୃଷ୍ଣ, ଯଜ୍ଞେଶ୍ୱର କୃଷ୍ଣ, ଯଜ୍ଞର ସେ ହେଲେ ଈଶ୍ୱର। ଆଚ୍ଛା କହିଛନ୍ତି କଣ? ଯଦି ଏଇ ଜାଣିଯିବ ପ୍ରାୟାନେ କାଲେ ଅପିଚ ମାମମ୍ ତେ ବିଦୁ ଯୁକ୍ତ ଚେତସା। ଏଇତିକି ଜାଣିଯିବ ମୁଁ ସବୁ ଯଜ୍ଞର ମାଲିକ, ମୁଁ ସବୁ ଦେବତା ମାନେ ମାଲିକ, ମୁଁ ସମସ୍ତ ଜୀବର ମୁଁ ହଉଛି ବନ୍ଧୁ। ଏତିକି ଜାଣିଗଲେ ସେ କଣ ହବ ନା ପ୍ରୟାଣ କାଳେ ଅପିଚ, ଅନ୍ତିମ ସମୟରେ ଚ ମାମ ମତେ ତେ ବିଦୁ ଯୁକ୍ତ ଚେତସା, ତାର ଚେତନାଟା ମୋ ସହିତ କଣ ହବ? ଯୁକ୍ତ ହେଇକି ରହିଯିବ। ଯୁକ୍ତ ହେଇଗଲେ କଣ ହବ ନା କୃଷ୍ଣ ଚେତନା ଯେଉଁ ଭକ୍ତ, ପ୍ରଭୁପାଦ କହୁଛନ୍ତି ଯେଉଁ ଭକ୍ତ କୃଷ୍ଣ ଚେତନାରେ ରହିଲେ ସେ କେବେ ବି କଣ କୃଷ୍ଣକୁ ବୁଝିବାରେ ଅବହେଳା କରିବେ ନାହିଁ। ଯେ କୃଷ୍ଣ ସର୍ବର ମାଲିକ ବୋଲିକି ତାଙ୍କୁ କେହି ଭୁଲେଇ ପାରିବେ ନା। ହଁ ତାଙ୍କର ଭକ୍ତି ନ ହଉ, କେହି କହିପାରିବେ ତାଙ୍କ ଆଗରେ ଯେ କୃଷ୍ଣ ଭଗବାନ ନୁହଁ। ତାଙ୍କର ଭଜନ ସାଧନ ଦ୍ଵାରା ସେ ଅଗ୍ରଗତି ନ କରିପାରନ୍ତି, କିନ୍ତୁ ସେ ଜାଣିଗଲେ ଯେ କଣ କୃଷ୍ଣ ସର୍ବର ମାଲିକ ବୋଲି। ଏତିକି ଚେତନା ତାଙ୍କର ଆସିବ। ଏଥିପାଇଁ ତ କୃଷ୍ଣ ଚେତନା। ଶୁଣିବେ ଏବେ ଭଗବାନ କହୁଛନ୍ତି ମୋର ଭକ୍ତ ଯଦି ମୃତ୍ୟୁ ସମୟରେ ମତେ ମନେ ପକାଏ
मोर धाम गोलक धाम को आसो से मोहर मुक्त है केमती बंधन केमती मुक्त हम कहीं से भूली जाऊँगी केमती मन पकड़ मन पकड़े कौन हम जब अंतिम समय मत मन पकड़ से कौटी जीव ये लोक सब जाना हाँ से गोटे 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 कहते ना गोटे ही नहीं भगवान कहले कि जानती देवव्रता देवान पितृ न जानती पितृव्रता भूता नि जानती भूत्यजा मतभक्त जानती न अपिमा हाँ तुम डालमा बस कब खीरी हो गला ये की कथा अरे डालमा रे कौन पनीपरिया पड़ी खीरी पे आइटम कौन चीनी दरकार अमूल दरकार क्षीर दरकार तार सिस्टम तुम डालमाटा बस तुम खीरी सब से एका एका केमती हम तमती कौन टली रे बसी कह मु फॉर्च्यून गार्ड रे बस तो किए हसी लोक हसबे ना हाँ अरे तुम टली रे बसीच सी ट्राक्टर बसी ट्राक्टर जे बसी से कह फॉर्च्यून गार्ड रे बस सीधी लगे बुले मु फॉर्च्यून गार्ड रे बस लोक हसबे ना हसबे ना नहीं अरे तुम्हें जांग डाकुच से जीव तुम्हें देवता मान डाकुच देवलोक जीव तुम केमती क्वेश्चन कर जीव से आम गोटे जगह रही खाली लोक प्रवचन से आउ गोटे कथा कहती मु माने प्राय समय शुणुची लोक कौन राजनगर को जीव गोटे बाट ना ना राजनगर जीव बके टंगे आस बाट तो एका माने कर्मी ज्ञानी भक्त सब से भाव सब एका गोटे जगह पहुंचब मना करदे भगवान किसी रखी ना तुम तुमको किए कही पलैब सब कही खाली तुम अध्ययन कर श्रवण कर जानीज तुम कौटी जीव कहते यज्ञ अनुष्ठान कर व्यक्ति क्योंठी जीव शुण से कृष्ण को रखी यज्ञ करुच्ची से जीव कौटी की इंद्र लोकर पहुंचब इंद्र जो ऐश्वर्य भोग कर यज्ञ कले इंद्र खुशी हे देव देव इंद्र इंद्र लोक जीव हाँ सब अलग अलग डिपार्टमेंट चंद्र लोक अलग सूर्य लोक अलग चंद्रमंडल सूर्य मंडल हाँ सब अलग अलग मानकर तुम गोटे मानने ये गोटे कौन है ना कनिका राजार एति संपत्ति एति ता कथा बुझीव ता सीमा एति ता आली राजा तार सीमा एति अच्छा नयागढ़ राजा तार सीमा एति हाँ समस्त कौन आम कह कौन जो हाँ सब सब अलग अलग अच्छी सूर्यंकर सी एति डिपार्टमेंट रे जो मैंने यज्ञ करेंगे से मैंने सूर्य लोक ही रे ना इंद्र लोक रे कहले यज्ञ अनुष्ठान करवा व्यक्ति इंद्र लोक को जीव आ कौन ना दानशील व्यक्ति जो मैंने खाली दान करती हाँ माने दानटा पुण्य हम ना दान कले पुण्य हम पुण्य से चंद्र लोक रे से कथा कौन ना से ना शुणव ये कथा लिखा अच्छी भगवान कहीदेले ये जो भगवान पूजा कर कोई स्थान ना ना कौटी आस भगवान तो मना करदे अच्छा देवता ठाकुर कौटी जाऊँगी सी पेत हेले तुम पेत कर बुलेबे पेत पछर दौड़े तुम पेत हम ना कौन हम सी तो भगवान नुहति कि देवता नुहति ये किए कहे गुरु गुरु तो नुहति केमती कटिगले शास्त्र रे ना जे कृष्ण तत्ववेता से ही गुरु है कि विप्र कि शूद्र ये गुरु नुहति देवता नुहति कौन भगवान भी नुहति ये जीवे कौटी ये कौटी जीवे कौन ये पेतंकर पछर बुलिबे केते जन्म यही अध्याय शुणव यही अध्याय महात्म्य रे आसीबो ये जो सप्तम अध्याय पढ़िले ए सप्तम अध्याय शुणिले आर महात्म्य भी अच्छा प्रति अध्याय महात्म्य अच्छा ये माने पेत जोनि बुलिबे जो माने भगवान को देवता मान जो पूजा आटलिस्ट देवता को पलैबे जो माने दान ध्यान कले से माने कौन भगवान डाकिबे ना किछ लोक जाय कौन यज्ञ होची आलू 50 टा नहीं जा दे देले किंतु भगवान ग्रहण करिले ना से दान कले ना से दान करिवे किंतु कौन भगवान ग्रहण
କରିବେ ନା। ଏମାନେ କୋଉଠି ଯିବେ ନା ଚନ୍ଦ୍ର ଲୋକରେ ରହିବେ। ତାପରେ ବ୍ରତଶୀଳ ବ୍ୟକ୍ତି ସୂର୍ଯ୍ୟ ପୂଜା କରୁଛନ୍ତି, ବହୁତ ବ୍ରତ କରନ୍ତି, ଅନେକ ଅଛନ୍ତି ବ୍ରତ କୃଷ୍ଣଙ୍କ କରିବେ ନା କରିବେ। ଏ ସନ୍ତୋଷୀ ବ୍ରତ ଶୁକ୍ରବାର ଶୁକ୍ରବାର ମୁହଁ ଖୋଲିବେ ନା, ପାଟି ଖୋଲିବେ ନା, ଚୁପଚାପ ବସିବେ, ଖଟା ଖାଇବେ ନା, ଇଏ କରିବେ, ଓ ବାବା ଇଏ କରିବେ, ତା ମୌନ ବ୍ରତ କରିବେ। ତାପରେ ସନ୍ତୋଷୀ ମାଙ୍କୁ ପୂଜା କରନ୍ତି, ବ୍ରତ ବିଧି କରୁଛନ୍ତି। ଏମାନେ କୋଉଠି ଯିବେ? ଏମାନେ ଯୋଉମାନେ ବ୍ରତଶୀଳ ବ୍ୟକ୍ତି ସେ ସୂର୍ଯ୍ୟ ଲୋକରେ ରହିବେ। ଇଏ ଖାଲି ଆଙ୍କର ଯୋଉ ସ୍ଲୋଗାନ ଯେ ଆମେ ଗୋଟେ ଜାଗାକୁ ଯିବୁ, କେମିତି ତମେ ଗୋଟେ ଜାଗାକୁ ଯିବ? ଭଗବାନ ତ କହିଦେଇଛନ୍ତି କିଏ କୋଉଠି ଯିବ ବୋଲି। ତମେ ଟ୍ରେନଟା ଯାଉଛି, ତମେ ଜେନେରାଲ ଟିକେଟ କରିଛ, ଏସି ବଗିରେ ବସିବ, ଟିଟିଆଇ କଣ କରିବ? ଆରେ ଧକ୍କା ଦେଇ ବାହାର କରିବ, ଫାଇନ କରିଦବ। ତୁମର ସ୍ଥାନ ଯୋଉଠି, ତୁମେ ଆଡ୍ରେସଟା ଯୋଉଠି ଚିଠି ଉପରେ ଆଡ୍ରେସଟା ଲେଖି ଯୋଉ ପଠେଇ ଦେଇଛ, ସେ ସେଇ ଜାଗାକୁ ଯିବ ନା ଆଉ କୋଉଠି ଜାଗାକୁ ଯିବ? ଭଗବାନ ତ କହିଥିଲେ ତମେ ଦାନ କଲେ ଏଇଠି ଯିବ, ତପସ୍ୟା କଲେ ଏଇଠି ଯିବ, ମତ ଭଜନ କଲେ ଏଇଠିକି ଯିବ, ଦେବତା କଲେ ଏଇଠି ଯିବ, ଭୂତ କଲେ ଭୂତ ହେଇକି ବୁଲିବ। ଆଉ ତୁମେ ଯାହା କର ସେଇଠି ଯିବ। ଆଉ ଗୋଟେ ଜାଗା କେମିତି ଯାଇ ପହଞ୍ଚିବ? ମନେ ମନେ ଖାଉଛ, ଗୋଟେ ଜାଗାରେ ପହଞ୍ଚିବ। ଏଇଟା ଏଇଟା ସମ୍ଭବପୂର୍ଣ୍ଣ ନୁହଁ। କହୁଛନ୍ତି କଣ? କହୁଛନ୍ତି ତୀର୍ଥଯାତ୍ରା, ଯୋଉମାନେ ତୀର୍ଥଯାତ୍ରା କରୁଛନ୍ତି, ଅନେକ ଲୋକ ହେଲେ ଏଇ ଗଲେ ନା କୋଉଠି ଯିବା, ତୀର୍ଥ ଭ୍ରମଣ, ହଁ ଚାଲ। ବହୁତ ଲୋକ ଅଛନ୍ତି ଖାଲି ତୀର୍ଥ ବୁଲିବେ, କିନ୍ତୁ ଜପ ତପ କିଛି କରିବେ କହୁଛନ୍ତି ନା। ଅନେକ ଲୋକ ଅଛନ୍ତି, କୋଉଠି କୋଉଠି ଯାଉଛ, ଖାଇବା ପିଇବା ଠିକ ହବ, ବୁଲିବା ଠିକ ହବ, ଠିକ ସେମାନେ ଆନନ୍ଦ ମୌଜ କରିବାକୁ ଯାଆନ୍ତି। ଆଉ କିଛି ଲୋକ ବୃନ୍ଦାବନ, ମୁଁ ଦିଲ୍ଲୀରେ ରହୁଛି, ମୋର ଗୋଟେ ସାଙ୍ଗ କହିଲା ମୋର ମନ ଏତେ ଖରାପ ଲାଗୁଛି, ମୁଁ ପଳେଇ ଯାଉଛି ଦିଲ୍ଲୀ ନା ବୃନ୍ଦାବନ। କାହିଁ କଣ କରୁଛୁ? କଣ କରିବୁ, ବୁଲିଲୁ ଟିକେ, ହୋଟେଲରେ ରହିଲୁ, ବୁଲି ବୁଲି ପଳେଇ ଆସିଛୁ, ଆଉ ଟିକେ ଭଲ ଲାଗୁଛି ଆଉ। କହିଲେ ତୀର୍ଥଯାତ୍ରୀ ମାନେ କୋଉଠି ଯିବେ? ଅଗ୍ନି ଲୋକ ରହିବେ, ଅଗ୍ନି ଲୋକ। ଇଏ ଯେ ଯାଉଛନ୍ତି ଆମେ ବୁଡ ପକେଇ ଆଇନୁ, ମୁକ୍ତି ମିଳିଗଲା। ତୀର୍ଥ ଭ୍ରମଣ କରି ତୀର୍ଥରେ ହିଁ ବୁଡ ଦେଲେ, ଅଗ୍ନି ଲୋକ ରହିବେ। ତୀର୍ଥଯାତ୍ରୀ ମାନେ ଖାଲି ବୁଲିକି ଆସିବେ, ଆଙ୍କର ଯୋଉ ପୁଣ୍ୟ ଫଳ ଆଙ୍କ ନେଇ କୋଉଠି କଣ ଅଗ୍ନି ଲୋକ ରଖିବେ। ସତ୍ୟ ପ୍ରତିଜ୍ଞ ବ୍ୟକ୍ତି, ଅନେକ ଲୋକ ଅଛନ୍ତି ବହୁ ଖାଲି ସତ୍ୟ, ଭାରି ସଚୋଟ, ହଁ ବହୁତ ସଚୋଟ, ମାନେ ଭକ୍ତ ହେଇନଥିନି, ତାଙ୍କ ବ୍ୟବହାରିକ ଗୁଣ ଏତେ ଯେ ସୁନ୍ଦର, କହିଲେ ନା ସେ ତମ ଭକ୍ତଙ୍କ ବ୍ୟବହାର ଠାରୁ ତାଙ୍କର ଅଧିକ। କହିଲେ ଇଏ ବ୍ୟକ୍ତି କୋଉଠି ଯିବେ? ଏ ବରୁଣ ଲୋକରେ ରହିବେ। ବରୁଣ ଲୋକରେ ରହିବେ। ଶିବଜୀକି ଯିଏ ଆରାଧନା କରୁଛନ୍ତି, ଶିବଜୀକି ଯିଏ ଆରାଧନା କରୁଛନ୍ତି, ସେ ଶିବ ଲୋକରେ ରହିବେ। ଉଦ୍ୟାନ ଯୋଉ ଶିବଙ୍କୁ ଯୋଉମାନେ ଆରାଧନା କରୁଛନ୍ତି, ସେମାନେ ଶିବ ଲୋକକୁ ଯିବେ। ଯୋଉମାନେ ସନ୍ତାନ କାମନା କରନ୍ତି, ସେମାନେ ପିତୃ ଲୋକରେ ରହିବେ। ମୋର ପୁଅ ହଉନି, ଝୁଅ ହଉନି, ଓଟା ହଉ, ପିତୃପୁରୁଷ ମାନେ ଦେବେ ନା, ପିତୃପୁରୁଷ ମାନଙ୍କର ଅଧିକାର ଅଛି। ସେଥିପାଇଁ ଗାଡିରେ ଦେଖନ୍ତୁ ପିତା ମାତାଙ୍କ ଆଶୀର୍ବାଦ। ଏମାନେ ତାଙ୍କ କୂଳ ରକ୍ଷା କରିବା ପାଇଁ ଭଗବାନ ପ୍ରାର୍ଥନା କରି ମାନେ ଦିଅନ୍ତି ପିତୃ ଲୋକ। ମୋ ବାପା କୃପା କଲେ ମୋର ସନ୍ତାନ ହେଇଛି, କହନ୍ତି ନା ଲୋକ। କହିଲେ ଏମାନେ ପିତୃ ଲୋକରେ ରହିବେ। ଆଉ ଯୋଉମାନେ ଭୂତ ପୂଜା କରନ୍ତି, ସେମାନେ ଭୂତ ଲୋକରେ ରହିବେ। ବୁଝିଅଛି। ଆଉ ଯୋଉମାନେ ଦୁଷ୍ଟ ସଙ୍ଗ କରନ୍ତି, ସେ ଯୋଉମାନେ ଦୁଷ୍ଟ ସଙ୍ଗ କରନ୍ତି, ସେମାନେ ଯମ ଲୋକରେ ରହିବେ। କୁସଙ୍ଗ, ଏମାନେ ଯମ ଲୋକରେ ରହିବେ। ସାଧୁସଙ୍ଗ କରିବା, ସାଧୁସଙ୍ଗ କଲେ ନା, ହରିକଥା ଶୁଣିଲେ ନା, ଏମାନେ ଯମ ଲୋକରେ ରହିବେ। ଯମଙ୍କ ପାଖରେ ରହିବେ, ଖାଲି ଦେଖିବେ ତାଙ୍କ ବିକାଟିଲା ରୂପ, ଖାଲି ଦେଖି ଦେଖି ଜୀବନ ଯିବ। ଓ ବାବା ଶୁଣୁଛ ତ? କହୁଛନ୍ତି ଆବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତୀ ନ ଅର୍ଜୁନ। କହିଲେ ଏଇ ସବୁ ଲୋକକୁ ଗଲେ ମଧ୍ୟ ତୁମେ ଯମ ଲୋକକୁ ଯାଅ, ପିତୃ ଲୋକକୁ ଯାଅ, ସୂର୍ଯ୍ୟ ଲୋକକୁ ଯାଅ, ଇନ୍ଦ୍ର ଲୋକକୁ ଯାଅ, ମାନେ କଣ ବ୍ରହ୍ମ ଲୋକକୁ ଯାଅ, ରିଟର୍ନ ଅଛି।
କାରଣ ଏଟା ସକାମ ଭକ୍ତି, ନିଷ୍କାମ ଭକ୍ତି ନୁହେଁ। ନିଷ୍କାମ ଭକ୍ତି କ'ଣ ଆସିବ? ନିଷ୍କାମ ଭକ୍ତି ବ୍ୟକ୍ତି କୋଉଠି ଯିବ? ଯୋଉ ଜାଗାକୁ ଯିବ ସେଠି ମୃତ୍ୟୁ ନାହିଁ। କାରଣ ଇଏ ସକାମ ଭକ୍ତି ଦ୍ୱାରା ଏଇ ସ୍ତର ମାଧ୍ୟମରେ ଆମର ମୃତ୍ୟୁ ଅଛି, ଦୁଃଖ ଅଛି, ଜନ୍ମ ବି ଅଛି। ଭଗବାନ କହିଲେ କ'ଣ? ନତତ ଭାସେତ ସୂର୍ଯ୍ୟ ন ଶଶାଙ୍କ ନ ପାବକ ଯତଗତ ତ ନିବର୍ତ୍ତନ୍ତେ ତଦ୍ଧାମ ପରମ ମମ। ମୋର ଧାମ, ଲୋକ ଭଗବାନଙ୍କର କିଛି ନାହିଁ, ଘର ଦ୍ୱାର ନାହିଁ। ଭଗବାନ କହିଲେ ମୋ ଧାମର କଥାକୁ ସେ ବର୍ଣ୍ଣନା କଲେ। ନତତ ଭାସେତ ସୂର୍ଯ୍ୟ, ତାମାନେ ସୂର୍ଯ୍ୟ ଲୋକରୁ ସେ ନୁହଁ, ମାନେ ଜଡ ଜଗତରୁ ବାହାରେ ସେ। କୋଉଟା? ଏଇଟା ହଉଛି ଗୋଲକ ଧାମ। ସବୁ ସେଠି କ'ଣ? ଚିନ୍ମୟ। ସେଠି କ'ଣ? ସେଠି ଗଲେ କ'ଣ କ'ଣ ହବ ନା, କୃଷ୍ଣ ପ୍ରେମ ଆସିଲେ ଭଗବାନଙ୍କ ଚରଣରେ ଉପାସନା କଲେ କ'ଣ ହବ? ରଖିଦେଲୁ ଥାଉ ଏକାଦର ନେଇକି ଗଲେ। କୃଷ୍ଣ ପ୍ରେମ କଲେ କ'ଣ ହବ ନା, ଏହା ଦ୍ୱାରା ସେ ଯୋଉ ସ୍ଥାନକୁ ଯିବ ସେଟାରେ ମୃତ୍ୟୁ ନାହିଁ। ଯେଉଁଠ ଗଲେ ଆଉ ଏଠିକି ଫେରି ହବ ନା। ଅଫେରା ରାଇଜକୁ କଲେ ନା, ସ୍ୱାମୀ ମୋର ଅଫେରା ରାଇଜକୁ ପଳେଇଲେ। ଯୋଉ ଜାଗାକୁ ଗଲେ ଆଉ ରିଟର୍ନ ନାହିଁ। ମାମୁ ପୁତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ହେ କୁନ୍ତି ପୁତ୍ର, ମୋର ସେବା କର, ଆଉ ପୁନର୍ଜନ୍ମ ନାହିଁ। ପୁନର୍ଜନ୍ମ ନାହିଁ। ସେଟା ହେଲା କୋଉଠୁ ନା ଗୋଲକ ଧାମ। ଯିବ ସେଇଠିକି ପଳେଇ ଗଲେ ତାର ନିରାପଦ ରହିବ। ଆଉ ଏଠି କେଁ କଟର ପୁଅ ଝୁଅ ଖାଇବା ରୋଗ ମେଡିସିନ କିଛି ଦରକାର ନାହିଁ। ଖାଇବାକୁ ହେଲେ ତ ଖଟୁଛ, ଖାଇବାକୁ ଦରକାର ନାହିଁ। ସବୁ ଖାଲି ଚିନ୍ମୟ ସାରରେ ଭୋକ ନାହିଁ। ଆରେ ଶୁଣିଲେ ନା, ପାଣି ଦୀପେ ପାଇଁ ମାଗୁଥିଲେ, ପରୀକ୍ଷିତ ପାଣି ବୁନ୍ଦିଏ ପାଇଁ ମାଗୁଥିଲେ। ବ୍ୟସ୍ତ କାହିଁ, ତା ଯିବ ତା 5 ମିନିଟ ସରିଯିବ, ସରିଲେ କ'ଣ ପାଣି ଗୁଣ୍ଡିଏ ପାଇଁ ମାଗୁଥିଲେ। 7 ଦିନ ପରେ ତାଙ୍କ ଶୋଷ କୁଆଡେ ପଳେଇଲା, ଭୋକ କୁଆଡେ ପଳେଇଲା। ଟିକି ଲେଟ୍ ହେଲା ବୋଲି ସାପ ଆଣି ପକେଇଦେଲେ। ଯେତେବେଳେ ଚିନ୍ମୟ, ଯେତେବେଳେ ଭଗବତ କଥା ଶ୍ରବଣ କଲେ 7 ଦିନ ପର୍ଯ୍ୟନ୍ତ କ'ଣ ହେଲା? କହିଲେ ଏଇ ହଉଛି ଚିନ୍ମୟ ଶରୀର। ଯୋଉ ଶରୀର ନା ଭୋକର ଚିନ୍ତା ଅଛି, ନା ଖାଇବାର ଚିନ୍ତା ଅଛି, ନା ଶୋଇବାର ଚିନ୍ତା ଅଛି। ଆମେ କ'ଣ ହେଇ କଥା ହଉ ଗୋଟୁଙ୍ଗରେ ହଉଛି ମୁଣ୍ଡ ଏମିତି ହଉଛି। କହିଲେ ଚିନ୍ମୟ ଶରୀର ଏଟା ଆସିବନି। ଚିନ୍ମୟ ଶରୀର ହଉଛି କ'ଣ? ଏଥିରୁ ଉର୍ଦ୍ଧ୍ୱରେ। ଏଇ ଯୋଉ ଆଜି ସପ୍ତମ ଅଧ୍ୟାୟର ଜ୍ଞାନ ବିଜ୍ଞାନ ଯୋଗ ଶେଷ ଶ୍ଲୋକ କହୁଛନ୍ତି, ଏଇ ଯୋଉ ସପ୍ତମ ଅଧ୍ୟାୟର ମହାତ୍ମ୍ୟରେ ପାଟଳିପୁତ୍ରକ ଏକ ଦୁର୍ଗମ ନଗରୀରେ ଗୋପୁର ନାମକ ଏକ ଗ୍ରାମରେ ଶଙ୍କୁର୍ଣ୍ଣ ନାମକ ଏକ ବ୍ରାହ୍ମଣ ବାସ କରୁଥିଲେ। ବୈଶ୍ୟ ମାନେ ବେପାର କରି ବହୁତ ଧନ ସମ୍ପତ୍ତି ରଖିଥିଲେ ହେଲା। ଆଉ କେବେ ପିତୃ ଶ୍ରାଦ୍ଧ କରୁନାହାନ୍ତି, ପିତୃକୁ ଶ୍ରାଦ୍ଧ ନିଅନ୍ତିନି, କୌଣସି ଦେବତା ମାନଙ୍କୁ ପୂଜା ମଧ୍ୟ କରନ୍ତି ନା। ଆଉ କେବଳ ରାଜାଙ୍କୁ କର ଦିଅନ୍ତି। ଟ୍ୟାକ୍ସ, ଏବେ ଯୋଉ ଟ୍ୟାକ୍ସ ଦିଆଯାଉଛି ନା, ଅନେକ ଲୋକ ଅଛନ୍ତି ଟ୍ୟାକ୍ସ ଭରିବେ, ଧନଟା ରହିବ, କିନ୍ତୁ ଆଉ କ'ଣ ପିତୃ ଲୋକ ଦାନ ଧ୍ୟାନ ଦେବାଦେବୀ କିଛି ସେବା କରନ୍ତି ନା। କହିଲେ କିନ୍ତୁ ଧନଟା ଅଛି ନା, ଭୋଗ କରିବ, ଖାଲି ବାହା ହବ ତାର। ଏଇ ବ୍ରାହ୍ମଣ ଚତୁର୍ଥ ବିବାହ କରିବା ପାଇଁ ଯାଉଥିଲେ। 3ଟା ବାହା ହେଇସାରିଛନ୍ତି। କୋଉ ବ୍ରାହ୍ମଣ? ନିଦ ବ୍ରାହ୍ମଣ। ଆଉ କୋଉ ବ୍ରାହ୍ମଣ? କୋଉ ବ୍ରାହ୍ମଣ? ବ୍ରାହ୍ମଣ ନାଁ କ'ଣ? ଶଙ୍କୁର୍ଣ୍ଣ ନାମକ ବ୍ରାହ୍ମଣ ଚତୁର୍ଥ ବିବାହ କରିବା ପାଇଁ ଯିବା ସମୟରେ ରାତି ହେଇଯାଇଛି, ଗୋଟେ ଜାଗାରେ ଜଙ୍ଗଲରେ ଅଛନ୍ତି, ପାର ହେଇକି ଯିବେ, ରାତି ହେଇଯାଇଛି, ତକ୍ଷ କୁଆ ସାପ ଆସି ମାରିଲେ।
ସାପ ଯେତେବେଳେ କାମୁଡ଼ି ଦେଲା ତାକୁ ମାନେ ମାନେ ଗୁଣି ଗାଡ଼ିରେ ସବୁ ଝଡ଼ାଝଡ଼ି ଫଙ୍ଗା ହେଲା ପରେ ମଧ୍ୟ ସେ ବଞ୍ଚିଲା ନାହିଁ, ମରିଗଲା। ମରିଗଲା ପରେ କ'ଣ ହେଲା ନା ପ୍ରେତ ଯୋନି ପ୍ରାପ୍ତ ହେଲା। ପ୍ରେତ ଯୋନିରେ ଅନେକ ଦିନ ପଳାଇଗଲା, ବହୁ କାଳ ପଳାଇଲା। କିନ୍ତୁ ମାନେ ଆଗରୁ ସବୁ ଧନ ସମ୍ପତ୍ତି କ'ଣ କରୁଥିଲେ, ପୋତି ଦେଉଥିଲେ ନା, ଏ ବ୍ୟାଙ୍କ ଫ୍ୟାଙ୍କ କ'ଣ ଥିଲା କି, ସବୁ ପୋତି ପକାଉଥିଲେ। ଇଏ ତା ଘର ବାହାରେ କିଛି ସୁନା ପୋତି ଦେଇଛି। ତାପରେ ସେଇଠି ଗୋଟେ ସୁନା ଯୋଉଠି ପୋତି ଥିଲା ସେଇଠି ଗୋଟେ ଉଇହୁଙ୍କା ହେଇଯାଇଛି। ଉଇହୁଙ୍କାରେ ୟାର ପ୍ରେତ ଯୋନିରୁ ଏମିତି ପ୍ରେତ ଯୋନିରେ କେମିତି ଉଦ୍ଧାର ହନ୍ତି, ଏଇ ହରି କୀର୍ତ୍ତନ କଲେ, ଭଗବାନ ନାମ କଥା ଶୁଣିଲେ ଯୋଉ ପ୍ରେତ ମାନେ ସବୁ ଥିବେ ସେମାନେ ଉଦ୍ଧାର ହେଇଯିବେ। ସାଧୁସଙ୍ଗ ଦ୍ୱାରା ଏ ପ୍ରେତ ଯୋନିରୁ ଜନ୍ମ ଉଦ୍ଧାର ହେଇକି ସାପ ହେଇଯାଇଛି, ସାପ ଯୋନି ହେଇଛି। ଧନଟା କୃଷ୍ଣଙ୍କ ସେବା ନ ଲାଗିଲେ କ'ଣ হয়, ସାପ ହେଇକି ସେଇ ଉଇହୁଙ୍କାର ରହିକି ଖାଲି ଫଁ ଫଁ ହଉଛି। ଦିନେ ସ୍ୱପ୍ନରେ ତାର ମାନେ ପିଲାମାନଙ୍କୁ ଆସି କହୁଛି, ଦେଖ ମୁଁ ସାପ ଜନ୍ମ ପାଇଛି, ତୁମେମାନେ କ'ଣ କର ନା କିଛି ବ୍ୟବସ୍ଥା କର, ମୁଁ ସାପ ଜନ୍ମରେ ମୋର ଏଇ ଜାଗାରେ ଧନ ଅଛି, ମୁଁ ସେଇଠି ଅଛି। ହଁ, କୋଦାଳ ଧରି ସକାଳ ହେଇଗଲା, ହଉ ଦୌଡ଼ିଲେ କୋଉଠିକି, ସେ ଉଇହୁଙ୍କାକୁ କାଟି ସେଠୁ ଧନ ଆଣିବେ, ବାପା ରଖିଛି ସେଇଠି। ଓଡ଼ିଏ ସେଠୁ ସାପ ରୂପରେ ଫଁ ଫଁ ପୁରା ଗର୍ଜିକି ଉଠିଲେ, କହିଲେ ମୁଁ ତ ସାପ ଯୋନିରୁ ମତେ ଉଦ୍ଧାର କରିବ ନା ତେବେ ଧନ ସମ୍ପଦ ନେଇ ପଳେଇବ, ଯାଅ ଏ ଧନ ପାଇବା ପୂର୍ବରୁ ତୁମେ ସାଧୁଙ୍କୁ ଡାକି ଗୀତାର 7ମ ଅଧ୍ୟାୟ ପାଠ କର। ଏଇ ମହାତ୍ମାରେ ତୁମେ 7ମ ଅଧ୍ୟାୟ ପାଠ କର। 7ମ ଅଧ୍ୟାୟ ପାଠ କଲେ ମୁଁ ସର୍ପ ଯୋନିରୁ କ'ଣ ଉଦ୍ଧାର ହେବି, ତୁମେ ମାନେ କ'ଣ ଏ ଧନ ସମ୍ପତ୍ତି ତୁମେ ନେବ ଆଉ ନେଇକି ଧର୍ମ କାର୍ଯ୍ୟରେ ଲଗେଇବ। ମୁଁ ତ ଯାହା କରିଛି ମୁଁ ଜାଣିଲି, ଧନ ରଖିଲା ପରେ ମୁଁ କେତେ କାଳ ଏ ପ୍ରେତ ଯୋନି ପ୍ରାପ୍ତ ହେଇ ହେଇ ମୋ ଜୀବନ ଗଲାଣି। ତୁମେ ମାନେ ୟାକୁ ନେଇ କ'ଣ କରିବ, ଭଗବାନଙ୍କ ସେବାରେ ଲଗେଇବ। ସିଏ କ'ଣ କଲେ, ସେୟା କଲେ। ଏକ କ'ଣ ସାଧୁ ବୈଷ୍ଣବ ଡାକିଲେ, ଡାକି କ'ଣ କଲେ, ଭଗବତ ଗୀତାରେ 7ମ ଅଧ୍ୟାୟ ପାଠ କଲେ। 7ମ ଅଧ୍ୟାୟ ପାଠ କଲା ପରେ ତାଙ୍କର ପିତା ସୁନ୍ଦର ରୂପ ଧାରଣ କରିକି ବୈକୁଣ୍ଠପୁର କଲେ। ଇଏ କ'ଣ କଲେ, ସେ ଧନକୁ ଆଣିକି ପୋଖରୀ ଖୋଳିବା, ମାନେ ସବୁ ଜନହିତ କାର୍ଯ୍ୟରେ ଲଗାଇଲେ, ମନ୍ଦିର କରିବା, ଭଗବାନ ସେବାରେ ଲଗାଇଦେଲେ। ଏ ହେଉଛି ଦେଖ କ'ଣ 7ମ ଅଧ୍ୟାୟରେ ମାହାତ୍ମ୍ୟ, ଜ୍ଞାନ ଆଉ କ'ଣ ବିଜ୍ଞାନର ଯୋଗ। ଜ୍ଞାନକୁ ଭଗବାନ କିପରି ଭାବରେ କ'ଣ ବିଜ୍ଞାନ ସହିତ ତୁଳନା କରୁଛନ୍ତି, ମାନେ ଏଥିରେ କେମିତି ଦେବତାମାନଙ୍କୁ ପୂଜା କଲେ କ'ଣ ହବ, ଦେବଲୋକର କ'ଣ, ଭଗବାନଙ୍କର ଗୁଣ କ'ଣ, ଭଗବାନଙ୍କର ରୂପ କ'ଣ, ଭଗବାନ ଭଜନ କଲେ କ'ଣ ହବ, ଜୀବ କେମିତି ମାୟାରେ ପଡୁଛି, ତାର ବନ୍ଧନର କାରଣ କ'ଣ, ମୁକ୍ତିର କାରଣ କ'ଣ, ଏ ସମସ୍ତ ଜ୍ଞାନ 7ମ ଅଧ୍ୟାୟରେ କହିବେ। जय जगत गुरु शील प्रभुपाद की जय। ग्रंथराज श्रीमद् भागवतम की जय। श्रीमद् भगवद गीता पाठ की जय। अनंत कोटि वैष्णव वृंद की जय। जगत गुरु शील प्रभुपाद की जय। गौर ग्रंथराज श्रीमद् भागवतम की जय। श्रीमद् भगवद गीता पाठ की जय। गौर प्रेमानंदे।